ପ୍ରିୟ ସଜ୍ଜନ ମଣ୍ଡଳୀ, ଦର୍ଶକ ବନ୍ଧୁ ତଥା ଶ୍ରୋତା ବନ୍ଧୁ, ପୂର୍ବ ଭିଡ଼ିଓରେ ଆମେ ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଶ୍ରୀମଦ୍ ଭାଗବତ ମହାପୁରାଣର ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ଶୁଣିଥିଲେ, ଦେଖିଥିଲେ, ଯେଉଁଥିରେ ସୌନକ ଆଦି ଋଷିଗଣ ସୁତମୁନିଙ୍କୁ ପଚାରିଥିବା ପ୍ରଶ୍ନ ବିଷୟରେ ଜାଣିଲେ। ଆଜିର ଏହି ଭିଡ଼ିଓରେ ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଶ୍ରୀମଦ୍ ଭାଗବତ ମହାପୁରାଣର ପ୍ରଥମ ସ୍କନ୍ଧର ଦ୍ୱିତୀୟ ଅଧ୍ୟାୟ ପାଠ କରିବା। ତେବେ ଡେରି ନ କରି ଚାଲନ୍ତୁ ଶୁଣିବା ଦ୍ୱିତୀୟ ଅଧ୍ୟାୟ। ଦ୍ୱିତୀୟ ଅଧ୍ୟାୟ। ମୁନିଏ ପ୍ରଥମ ଅଧ୍ୟାୟରେ ସୁତଙ୍କୁ ଷଟ ପ୍ରଶ୍ନ କଲେ। ଦ୍ୱିତୀୟ ଚାରିଟି ପ୍ରଶ୍ନର ସୁତ ଯେ ଦିଅନ୍ତି ଉତ୍ତର। ବ୍ୟାସ ଉବାଚ ମୁନିଙ୍କ ପ୍ରଶ୍ନ କର୍ଣ୍ଣେ ଶୁଣି ହରଷେ ମନେ ମନେ ଗୁଣି। ପରମ ପ୍ରୀତି ବାକ୍ୟ ପାଇ ଗୁରୁଙ୍କୁ ମନେ ମନେ ଧ୍ୟାଇ। ଜୀବର ହିତେ କୃତ୍ୟ କୃତ୍ୟ ହସି କହନ୍ତି ମୁନି ସୁତ। ସୁତ ଉବାଚ ଯେ ସୁକ ଏକାନ୍ତ ଗମନ କରିଣ ଦେହ କଲେ ଶୂନ୍ୟ। ପୁତ୍ରର ସ୍ନେହ ମନେ ଧରି ବ୍ୟାସ ଡାକନ୍ତି ଉଚ୍ଚ କରି। ପିତାର ସ୍ନେହ ରକ୍ଷା ଅର୍ଥେ ଉତ୍ତର ଦେଲେ ବୃକ୍ଷ ପଥେ। ତାହାଙ୍କୁ ମୋର ନମସ୍କାର ଯେ ହୃଦ ସର୍ବ ପ୍ରାଣୀଙ୍କର। ଜୀବର ପରିତ୍ରାଣ ଅର୍ଥେ କରୁଣା ବହି ଯେହୁ ଚିତେ। ଅଖିଳ ବେଦର ଯେ ସାର ଯେ ଅନୁଭବ ଆପଣାର। କହିଲେ ପୁରାଣର ସାର ତାହାଙ୍କୁ ମୋର ନମସ୍କାର। ଭାରତୀ ନର ନାରାୟଣ ଯେ ଗ୍ରନ୍ଥ ସଂସାରେ ତାରଣ। ଉଦିତ କଲେ ସଂସାରେ ନାମଇ ତାହାଙ୍କ ପୟରେ। ଏମନ୍ତେ ନମସ୍କାର କରି କହନ୍ତି ମନେ ମଦ ଭରି। ଶୁଣ ସକଳ ମୁନିଗଣ ସାଧୁ ଏ ତୁମ୍ଭର ବଚନ। ପରମ ମଙ୍ଗଳ ଏ ବାଣୀ ଜୀବନୀ ସ୍ତୋରେ ଯାହା ଶୁଣି। ପରମ ଧର୍ମ ଏ ଜଗତେ କୃଷ୍ଣ ଭକତି ଯେଉଁ ମତେ। ଫଳର ଆଶା ଯହିଁ ନାହିଁ ବିଘ୍ନ ପଶିବ ଅବା କାହିଁ। ଯେ ଭକ୍ତି ବଳେ ଏ ସଂସାର ନୁହଁଇ ପୁଣ ଏ ଜୀବର। ଭକତି କଲେ ଜ୍ଞାନ ହୋଏ ଜୀବନ ପଡ଼େ ମାୟା ମୋହେ। କୃଷ୍ଣ ଚରିତ ଶୁଣି ଯେବେ ଭକ୍ତି ନ ଜନ୍ମେ ମୂଢ଼ ଭାବେ। କେବଳ ଶ୍ରମ ତାହାଙ୍କର କାହୁଁ ତରିବେ ତମ ଘୋର। ଯେ ଧର୍ମ ଫଳ ମୋକ୍ଷ ହୁଏ ତା ପ୍ରୟୋଜନ ଅର୍ଥ ନୁହେଁ। ଧର୍ମେ ଅରଜି ଯେବା ଧନ ଭୋଗ ନୋହେ ତା ପ୍ରୟୋଜନ। ଇନ୍ଦ୍ରିୟ ପ୍ରିୟ ଭୋଗ ଯେତେ ଲୋଭେ ଭ୍ରମାନ୍ତି କାମ ଅର୍ଥେ। ଯାବତ ଜୀବନ ଧରଇ କାମ ଭୋଗରେ ସୁଖ କାହିଁ। ଜୀବର ତତ୍ତ୍ୱ ଜାଣିବାର କେବଳ ପରମାର୍ଥ ସାର। ତତ୍ତ୍ୱ ବିଚାରି ଜ୍ଞାନୀ ଯେତେ ଜ୍ଞାନ କହନ୍ତି ଏ ଜଗତେ। କେହୁ କହନ୍ତି ବ୍ରହ୍ମ ତତ୍ତ୍ୱ କିଏ ବା ବୋଲେ ପରମାତ୍ମ। କେହୁ ବୋଲନ୍ତି ଭଗବାନ ନିର୍ମଳ ଅଦ୍ୱୟ ଯେ ଜ୍ଞାନ। ଏଭାବେ ଶ୍ରଦ୍ଧା ଯେ ବହନ୍ତି ଜ୍ଞାନ ବୈରାଗ୍ୟ ଆଚରନ୍ତି। କରନ୍ତି ବିଷ୍ଣୁରେ ଭକତି
ଆତ୍ମାରେ ଆତ୍ମାକୁ ଦେଖନ୍ତି। ଏଣୁ ଏ ଅଖିଳ ଜଗତେ ଅଛନ୍ତି ବର୍ଣ୍ଣାଶ୍ରମା ଯେତେ। ସ୍ୱଭାବ ଧର୍ମ ଆଚରଣେ ଭକ୍ତି ଯେ କରେ ନାରାୟଣେ। ତେଣେ ସନ୍ତୋଷ ବିଷ୍ଣୁ ହୋଇ ପ୍ରାଣୀଙ୍କି ଚଉବର୍ଗ ଦେଇ। ଏ ଘେନି ହୋଇ ଏକ ମନ ଭାବେ ତ ଶିବ ଭଗବାନ। ବିଷ୍ଣୁର ଗୁଣ କର୍ମ ଯେତେ ନିତ୍ୟ ଶୁଣିବ କର୍ଣ୍ଣ ପଥେ। ନିର୍ମଳ କରି ବୁଦ୍ଧି ମନ ନିରତେ କରିବ କୀର୍ତ୍ତନ। ଧ୍ୟାନେ ଚିନ୍ତିବ ବିଷ୍ଣୁ ମୂର୍ତ୍ତି ପୂଜା କରିବ ନୀତି ନୀତି। ଏ ଭାବେ ଭକ୍ତି ଯୋଗ ବଢ଼େ କର୍ମ ବନ୍ଧନ ବେଗେ ଛିଡ଼େ। ଏଣୁ ଜଗତେ ଜ୍ଞାନୀ ଯେହି ହରି ନ ଭଜି କେବା ରହି। କୃଷ୍ଣ ପଥରେ ରତି ଯାର ସେ ପ୍ରାଣୀ ଭବ ମଧ୍ୟ ସାର। ହରି କଥାରେ ଯାର ଶ୍ରଦ୍ଧା ତାକୁ ନ ଲାଗେ ଭବ ବାଧା। ପୁଣ୍ୟ ତୀର୍ଥକୁ ଆଶ୍ରୟ କଲେ ସେ ତୀର୍ଥେ ସାଧୁ ସଙ୍ଗ ମିଳେ। ଭକତ ସଙ୍ଗେ ଯେତେ ମିଶେ ତେବେ ସେ ହରିର ସରସେ। କୃଷ୍ଣର କଥା ଯେ ଶୁଣନ୍ତି ବଦନେ ମହିମା ଗୁଣନ୍ତି। ତାହାଙ୍କ ହୃଦେ ହରି ବସେ ସକଳ କଳ୍ମଷ ବିକାଶେ। ସେ ପୁଣ୍ୟ ଶ୍ରବଣ କୀର୍ତ୍ତନ ବେଦେ କହନ୍ତି ମୁନିଜନ। ସାଧୁଜନଙ୍କ ମିତ୍ର ହରି ଏଣୁ ଭକତଙ୍କୁ ଆବରି। ହେଳେ ତାରଇ ଭବ ସିନ୍ଧୁ ଯେଣୁ ଭକତ ଜନ ବନ୍ଧୁ। ଭକତ ଜନ ସେବା ଫଳେ ଦହନ୍ତି ହନ୍ତି ଅମଙ୍ଗଳେ। ତେବେ ସେ ଗୋବିନ୍ଦ ବିଷଏ ଭକ୍ତି ଉପୁଜେ ନର ଦେହେ। ସ୍ୱଭାବେ ରଜତମ ଦୁଇ କାମ ଲୋଭାଦି ଯେତେ ଥାଏ। ଚିତୁ ବାହାର ହୋଇ ଯାନ୍ତି ସାତ୍ୱିକ ଭାବ ଆବରନ୍ତି। ଏହି ପ୍ରକାରେ ଯେତେ ମନ ହୋଇବ ନିର୍ମଳ ପ୍ରସନ୍ନ। ତେବେ ସେ ଭକ୍ତି ଯୋଗ ବଳେ ବିଷ୍ଣୁ ଭକତ ସଙ୍ଗେ ମେଳେ। ନିର୍ମଳ ଜ୍ଞାନ ପ୍ରକାଶ ଜନ୍ମ ମରଣ ଆଉ କାହିଁ। ଅଶେଷ ଜନ୍ମ ଗ୍ରନ୍ଥି ବନ୍ଧ ଏଣେ ଛିଣ୍ଡଇ ସର୍ବଦ୍ୱନ୍ଦ। ସର୍ବ ସଂଶୟ ତୁଲେ କର୍ମ ତୁଟଇ ବିଶ୍ୱ ମାୟା ବ୍ରହ୍ମ। ଆତ୍ମାର ଆତ୍ମାକୁ ଦେଖନ୍ତି ଜନ୍ମ ମରଣେ ନାହିଁ ଭୀତି। ଏଣୁ ପଣ୍ଡିତ ଜନ ଯେତେ ଆନନ୍ଦେ ଭକ୍ତି ଯୋଗ ମତେ। ହରି ବିଷୟ ଦୃଢ଼ ଚିତ୍ତେ ନିତ୍ୟ ଚିନ୍ତନ୍ତି ଆତ୍ମହିତେ। ବିଷ୍ଣୁର ମାୟାରୁ ସମ୍ଭୂତ ଆଦି ପ୍ରକୃତି ଜନମାତ। ଯେ ସତ୍ୱ ରଜ ତମ ଗୁଣ ସୃଷ୍ଟି ପାଳନ ସଂହାରଣ। ଅନାଦି ପରମ ପୁରୁଷ ଏ ତିନି ଗୁଣେ ସେ ପ୍ରକାଶ। ସୃଷ୍ଟି ଉଦୟେ ବ୍ରହ୍ମା ହୋଇ ପାଳନେ ବିଷ୍ଣୁ ସେ ବୋଲାଇ। ସଂହାର କାଳେ ରୁଦ୍ର ରୂପେ ସୁଖେ ବିହରେ ମୋହ କଳ୍ପେ। ସେ ଶୁଦ୍ଧ ସତ୍ୱ ବିଷ୍ଣୁ ଦେହେ ଜନ୍ତୁଙ୍କ ଶ୍ରେୟ ଗୁଣ ବହେ। କାଷ୍ଠ ସଂଯୋଗେ ଧୂମ ଜାତ ଧୂମରୁ ଅନଳ ସମ୍ଭୂତ। ତ୍ରୟୀ ବିଭାଗ ଏ ପ୍ରମାଣ ତାମସ ରଜ ସତ୍ୱ ଗୁଣ। ଏ ଭାବେ ବ୍ରହ୍ମ ପରିମାଣି
ভবসাগরু তরে প্রাণী। নির্মল চেতা মুনি যেতে বিচার করি আত্মা হিতে। বিষ্ণু বিশুদ্ধ সত্য জানি ভজিলে মোক্ষ পরিমাণী। তামস রজ গুণে যেতে যে ভূতপতি এ জগতে। স্বভাবে ঘোর ভয়ঙ্কর ଏଣୁ ନ ଭଜେ ସାଧୁ ନର। ଅହିଂସା ଶାନ୍ତି ଗୁଣେ ଥାନ୍ତି ହରିଚରଣ ନିତ୍ୟ ଚିନ୍ତି। ଧନ ସମ୍ପଦେ ଯାର ଇଚ୍ଛା ସେ କରେ ପିତୃଭୂତ ଦୀକ୍ଷା। ସଂସାରେ ବେଦ ଯଜ୍ଞ ଯେତେ ଯୋଗ ସାଧନ କ୍ରିୟା ମତେ। ପରମ ଜ୍ଞାନ ତପ ଆଦି କୋଠର ଯେତେ ଧର୍ମ ସାଧି। ଏ ସର୍ବ ବିଧି ଧର୍ମ ଯେତେ କରିବ ବିଷ୍ଣୁ ପ୍ରୀତି ଅର୍ଥେ। ଏ ତିନି ଗୁଣେ ନାରାୟଣ ସୃଷ୍ଟି ପାଳନେ ସଂହାରଣ। ଏ ରୂପେ ଆତ୍ମ ମାୟା କରି ବିଶ୍ୱ ସଂସାରେ ସେ ବିହରି। ସ୍ୱଭାବେ ନିର୍ଗୁଣ ମୁରାରି ଖେଳଇ ତ୍ରିଗୁଣ ଆବରି। ସକଳ ଜୀବ ମଧ୍ୟେ ଥାଇ ଅଜ୍ଞାନେ ଜୀବ ନ ଜାଣଇ। ଅଶେଷ ମହିମା ଯେ ଧରେ କିବା ଉପମା ଦେବା ତାରେ। সকল ভূতে হরি বসে ক্ষেত্রজ্ঞ রূপে পরকাশে। অগ্নি যে শোনে কাষ্ঠে থাই সে রূপে বিশ্ব আত্মা সেহি। ভূত ইন্দ্রিয় মন করি নির্মিত অটে ভূতচারী। স্বতন্ত্রে সেহু দেহে থাই বিষয় ভোগକୁ କରଇ। দেবতীর্যক নর আদি যে লীলা অবতার প্রসিদ্ধি। তহিঁরে অনুরক্ত ହୋଇ ପାଳଇ ସତ୍ୱ ଗୁଣ ବହି। ସେ ହରି ଚରଣ ପଙ୍କଜ ସୁଜନେ ମନ ଦେଇ ଭଜ। କହଇ ଦାସ ଜଗନ୍ନାଥ ଗୀତ ପ୍ରବନ୍ଦେ ଭାଗବତ। କହଇ ଦାସ ଜଗନ୍ନାଥ ଗୀତ ପ୍ରବନ୍ଦେ ଭାଗବତ। ଇତି ଶ୍ରୀମଦ୍ଭଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ପ୍ରଥମସ୍କନ୍ଧେ ନୈମିଷୋପାଖ୍ୟାନେ ଭଗବତନୁବର୍ଣ୍ଣନମ୍ ନାମ ଦ୍ୱିତୀୟ ଅଧ୍ୟାୟ। ଓମ୍ ନମଃ ଭଗବତେ ବାସୁଦେବାୟ।